ସୁରେଶ ନିକାଣ୍ଠି ଚାଷୀ ବରଗଡ଼। ଗତକାଲିଠାରୁ ଚଳିତ ଖରିଫ ଋତୁର ଧାନ ଘିନା ବିକା ପଞ୍ଜୀକରଣ ଆରମ୍ଭ ହେଇଛି। ଇ ବର୍ଷ ଯଦି ଦେଖମା ହେଲେ ନୂଆ ନିୟମ ଆଡ୍ ହେଇଛେ, ଯେନ୍ଟା କି ଏଗ୍ରିଷ୍ଟେକ୍ ବୋଲିକରି ଗୋଟେ ନୂଆ ଆଇଡି ଖୋଲବାର କେ ବାଧ୍ୟତା କରୁଛନ୍, ଯେନ୍ଟା କି ଏଗ୍ରିଷ୍ଟେକ୍ ଆଇଡି ନେଥିଲେ ଧାନ କାର୍ଡ ପଞ୍ଜୀକରଣ ଧାନ ବିକ୍ରି ଲାଗି ପଞ୍ଜୀକରଣ କରି ନା ପାରନ୍, ଯେନ୍ଟା କି ଗୋଟେ ବାଧ୍ୟତାମୂଳକ କରିଛନ୍। ଏଗ୍ରିଷ୍ଟେକ୍ ଆଇଡି ଯଦି ଖୋଲବାର ଅଛେ ବୋଲେ ନିଜ ନାଁରେ ଜମି ଥିବାରଟା ଗୋଟେ ମ୍ୟାଣ୍ଡେଟୋରୀ ଏ, ଯେନ୍ଟା କି ବରଗଡ଼ ଜିଲ୍ଲାରେ ଯଦି ଦେଖମା ବୋଲେ ବହୁତଟେ ଜମି ମାନେ ଏକଜମାଲି ପଟ୍ଟା ଅଛି, ନିଜର ନାଁରେ ନେନ ଅଜାର ନାତି ମାନ ପ୍ରତି ଅଛି। ଇ ସମସ୍ୟା ମାନେ ଦେଖା ଯାଉଛି ଏଗ୍ରିଷ୍ଟେକ୍ ଆଇଡି ଖୋଲବାର ଲାଗି। ଆମେ ଏଗ୍ରିଷ୍ଟେକ୍ ଆଇଡି ନେଥିଲେ ପଞ୍ଜୀକରଣ ହେଇ ନା ପାରେ କହିଛନ୍, ଆଉ ତାର ସାଙ୍ଗେ ବାଘ ଚାଷୀ କେନ୍ତା କରି ତାର ଏଗ୍ରିଷ୍ଟେକ୍ ଆଇଡି ଖୋଲବା ସେଟା ଗୋଟେ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଯେନ୍ଟା କି ଏଗ୍ରିଷ୍ଟେକ୍ ଆଇଡି ବାଘ ଚାଷୀ ଲେ କିଛି ନିୟମ ନେନ ଏଗ୍ରିଷ୍ଟେକ୍ ଆଇଡି ଖୋଲବାର ଲାଗି। ଆମେ ସରକାର କେ ଅନୁରୋଧ କରୁଛୁ, ଗତ ବର୍ଷ ଯେନ୍ତା ବଂଶାବলী ବାଘ ଚାଷୀ ଯେନ୍ ଫାର୍ମର ରେଜିଷ୍ଟ୍ରେସନ କରାଉଥିଲା, ଇ ବର୍ଷ ବି ଏ ପ୍ରକାର କରା ନ ଗଲେ ବହୁତଟେ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବେ। ବରଗଡ଼ ଜିଲ୍ଲାର ପ୍ରାୟ 60% ଚାଷୀ ପଞ୍ଜୀକରଣ ବାଦ ପड़ବେ ଯଦି ଏଗ୍ରିଷ୍ଟେକ୍ ଆଇଡି ଲାଗୁ କରିବେ ବୋଲେ। ଯଦି ଏଗ୍ରିଷ୍ଟେକ୍ ଆଇଡି ବାଧ୍ୟତାନୁ ଯଦି न हटाबे बोले आगे बरगढ़ जिले में बड़ धरनार आंदोलन देखबार के मिलबा। और सरकार के और जिला प्रशासन हम अनुरोध करछु एग्रिस्टेक आईडी के बाध्यता करा न जो, और जनता गत वर्ष रजिस्ट्रेशन ए वर्ष ए प्रकार रजिस्ट्रेशन करा जो, एटा है हमर दाबी।